आज ହେଉଛି ପବିତ୍ର ହେରା ପଞ୍ଚମୀ। ଲକ୍ଷ୍ମୀ ମା ରାଗି ଯାଇ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପାଇଁ ଗୁଣ୍ଡିଚା ମନ୍ଦିର ପାଖକୁ ଆସିବେ। କାହିଁକି ନା ସେପଟେ ଲକ୍ଷ୍ମୀକି ଛାଡ଼ିକିରି 2 ଦିନ କଥା ଦେଇକିରି ଆଜିକି 5 ଦିନ ହେଲାଣି ପ୍ରଭୁ ଜଗନ୍ନାଥ ଭାଇ ଭଉଣୀକୁ ସାଙ୍ଗରେ ଧରି ଜନ୍ମବେଦୀକୁ ଆସିଛନ୍ତି। ସେଥିପାଇଁ ଲକ୍ଷ୍ମୀ ରାଗି ଯାଇ ଆଜି ଆସିବେ ନନ୍ଦିଘୋଷ ରଥ ଭାଙ୍ଗିବା ପାଇଁ। ଫେରା ଡୋରି ସାଇ ଦେଇକି ଫେରିବେ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ବହୁତ ପବିତ୍ର ସମ୍ପର୍କ। ଠିକ୍ ସେଇଭଳି ଜଗନ୍ନାଥ ଆଉ ଲକ୍ଷ୍ମୀ ମାଙ୍କର ସମ୍ପର୍କ। ଯେହେତୁ ସ୍ତ୍ରୀକି ନ ଆଣି ଭାଇ ଭଉଣୀକୁ ସାଙ୍ଗରେ ଆଣିକିରି ଲକ୍ଷ୍ମୀ ମା ରାଗି ଯାଇଥାନ୍ତି, ସେଥିପାଇଁ ଆଜି ହେରା ପଞ୍ଚମୀ ପାଳନ କରାଯାଏ। ମା ଆଜି ସ୍ୱୟଂ ଜଗନ୍ନାଥଙ୍କର ନନ୍ଦିଘୋଷର ରଥ ଭାଙ୍ଗିବେ ଆଉ ତାଙ୍କ ମାନଭଞ୍ଜନ କରିକି ଯିବେ। ଆସନ୍ତୁ ଏଇ ଯୋଉ ଶରଦା ବାଲିରେ ରଥ ପାଖରେ ଦେଖନ୍ତୁ କେତେ ସୁନ୍ଦର ଲାଗେ ଦୃଶ୍ୟଟିଏ। ମୁଁ ସମ୍ପୂର୍ଣ୍ଣ ଭାବେ ଦେଖେଇବି କ୍ୟାମେରାମ୍ୟାନକୁ। ସୁନ୍ଦର ଦୃଶ୍ୟଟିଏ, କେତେ ମାନେ ଋଷି ବେଶ ଧରି ଆସୁଛନ୍ତି। ଏଠି ବାଜା ଧ୍ୱନି ସବୁରେ କମ୍ପି ଉଠୁଛି। ଶରଦା ବାଲି ସିଧାସଳଖ ଦେଖିପାରୁଥିବେ ରଥ ପାଖରେ କେତେ ଆନନ୍ଦର ସହ ମାନେ ଉତ୍ସାହର ସହ ନିଜକୁ ସେ ସମର୍ପଣ କରିଦେଇ ନାଚି ପକଉଛନ୍ତି, ଗାଇ ପକଉଛନ୍ତି। ସିଧାସଳଖ ପ୍ରତିକ୍ରିୟା ନେବା କଣ କହୁଛନ୍ତି ଆମର ଜଣେ ଠାକୁରଙ୍କ ତ ସମସ୍ତେ ଭକ୍ତ। ଆସନ୍ତୁ ପଚାରି ବୁଝିବା ସିଧାସଳଖ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ପରିଚୟ ମୋ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟର ଆମେ ଦୀକ୍ଷିତ। ମୋର ନାଁ ହେଉଛି ସୌମ୍ୟ ସୁଦର୍ଶନ ଦାସ। ମୁଁ ହେଉଛି ଶ୍ରୀ ଶ୍ରୀମତ୍ ଅନନ୍ତ ଶ୍ରୀ ସମ୍ପନ୍ନ ଶ୍ରୀ ଅଦ୍ୱୈତ ପ୍ରସାଦ ଦାସ ବାବାଜୀ ମହାରାଜଙ୍କର ଅଧମ ଶିଷ୍ୟ। ତେଣୁକରି ଆମେମାନେ ଏଇ ରଥଯାତ୍ରାରେ ମହାପ୍ରଭୁଙ୍କର ମୁଖୋଲ୍ଲାସ ପାଇଁ ବା ପ୍ରୀତିବର୍ଦ୍ଧନ ପାଇଁ ଗୁରୁଦେବଙ୍କର ନିର୍ଦ୍ଦେଶାନୁକ୍ରମେ ବା ଆଜିକି 27 ବର୍ଷ ହେଲାଣି ଶ୍ରୀକ୍ଷେତ୍ର ଧାମରେ ଜଗନ୍ନାଥଙ୍କର ଏଇ ଭୁବନ ପ୍ରସିଦ୍ଧ ରଥଯାତ୍ରାର ଅୟମାରମ୍ଭ ବା ରଥଯାତ୍ରାର ପ୍ରଥମ ଦିନରୁ 9 ଦିନ ବ୍ୟାପୀ ମହାତୀର୍ଥ ଇନ୍ଦ୍ରଦ୍ୟୁମ୍ନ ସରୋବର ପାଖରେ ଜାଗେଶ୍ୱରୀ ମହାରାଣୀଙ୍କ ମନ୍ଦିରରେ ଅଖଣ୍ଡ ନବଦିନାତ୍ମକ ନାମ ଯଜ୍ଞ 27 ବର୍ଷ ହେଲାଣି ଚାଲି ଆସୁଛି। ଏ ବର୍ଷ 27 ବର୍ଷ। ତେଣୁକରି ସେଇ ପରିପ୍ରେକ୍ଷୀରେ ବା ସେଇ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ବା କୀର୍ତ୍ତନ ଭାଇମାନେ ଆସିକିରି ମହାପ୍ରଭୁଙ୍କ ପାଖରେ ଆମର ଚାମର ସେବା ସହିତ ସଂକୀର୍ତ୍ତନର ଅତ୍ୟନ୍ତ ଆନନ୍ଦପୂର୍ବକ ଏଇ ଲୀଳା ବା ଏଇ କୀର୍ତ୍ତନ ସମ୍ପାଦନ କରନ୍ତି ପ୍ରତିଦିନ। ଆଜି ପବିତ୍ର ହେରା ପଞ୍ଚମୀ ଦେଖିପାରୁଥିବେ। ସିଧାସଳଖ କ୍ୟାମେରାମ୍ୟାନଙ୍କୁ କହିବି ଟିକେ ପକେଇବେ। ଆଜି ପବିତ୍ର ହେରା ପଞ୍ଚମୀ। ମା ଦେଖନ୍ତୁ ସବାରି ଯାଉଛି ମାଙ୍କର ମାଙ୍କୁ ଆଣିବା ପାଇଁ। ସିଧାସଳଖ ଦେଖିପାରୁଥିଲେ ଆଜି ହେରା ପଞ୍ଚମୀ, ପବିତ୍ର ହେରା ପଞ୍ଚମୀ। କଣ କହିବେ? ଆଜି ଲକ୍ଷ୍ମୀ ମା ଆସିବେ ନନ୍ଦିଘୋଷ ରଥକୁ ଭାଙ୍ଗିବେ, କଣ କହିବେ? ମହାପ୍ରଭୁ ଏ ଉତ୍କଳ କ୍ଷେତ୍ରରେ କ୍ଷେତ୍ରାଣମ ସର୍ବକ୍ଷେତ୍ରାଣମ ରାଜା ଶ୍ରୀ ପୁରୁଷୋତ୍ତମ ଦେବାନାମ ସର୍ବଦେବାନାମ ରାଜା ଶ୍ରୀ ପୁରୁଷୋତ୍ତମ। ଭଗବାନ ଜଗନ୍ନାଥ ମହାପ୍ରଭୁ ମୂର୍ତ୍ତିମନ୍ତ ସ୍ୱରୂପରେ ନୀଳାଦ୍ରି କ୍ଷେତ୍ରରେ ବା ପୁରୁଷୋତ୍ତମ କ୍ଷେତ୍ରରେ ଲୀଳା ବିଳାସ କରୁଛନ୍ତି। ତେଣୁକରି କୁହାଯାଇଛି ଯେ ବର୍ଷାଣାମ ଭାରତ ଶ୍ରେଷ୍ଠ ଦେଶାନାମ ଉତ୍କଳ ସୁପ୍ତ ଉତ୍କଳସ୍ୟ ସମୋ ଦେଶ ନାସ୍ତି ମହିତଳେ। ଏ ଉତ୍କଳ ପ୍ରଦେଶର ପୁରୁଷୋତ୍ତମ କ୍ଷେତ୍ର ଭଳି କ୍ଷେତ୍ର ସାରା ବିଶ୍ୱ ବ୍ରହ୍ମାଣ୍ଡରେ ନାହାନ୍ତି। କାହିଁକି ନା ମହାପ୍ରଭୁ ଏଠି ମାନବୀୟ ଲୀଳା କରୁଛନ୍ତି, ଶ୍ରୀ ସହ ମାନୁଷ ଲୀଳୟା। ତେଣୁକରି ମହାପ୍ରଭୁ ମାନବ ଲୀଳା ଅନୁସାରେ ଯେହେତୁ ମହାପ୍ରଭୁଙ୍କର ନବ ବିବାହ ହେଇଛି, ଆମର ରୁକ୍ମଣୀ ହରଣ ଏକାଦଶୀ ଦିନ ମହାଲକ୍ଷ୍ମୀଙ୍କର ସହିତ ମହାପ୍ରଭୁଙ୍କର ପାଣି ଗ୍ରହଣ ହେଇଛି। ଚତୁର୍ଥୀ ଯାଇନି, ମହାପ୍ରଭୁ ଦେବସ୍ନାନ ମଣ୍ଡପକୁ ଆସିଛନ୍ତି, ସ୍ନାନ କରିଛନ୍ତି, ଜ୍ୱରାକ୍ରାନ୍ତ ହେଇଛନ୍ତି। ଜ୍ୱରରୁ ଟିକେ ଆଶ୍ୱସ୍ତ ମିଳିଲା ପରେ ମହାପ୍ରଭୁ ନିଜର ଆନନ୍ଦ ବର୍ଦ୍ଧନ କରିବା ପାଇଁ 15 ଦିନ ଭକ୍ତମାନଙ୍କର ବିଚ୍ୟୁତରେ ରହି ନ ପାରି ମହାପ୍ରଭୁଙ୍କୁ ଭକ୍ତମାନଙ୍କୁ କଣ ଦର୍ଶନ ଦେବେ। ଭକ୍ତମାନଙ୍କୁ ଏତେ ଭଲ ପାଆନ୍ତି ଜଗନ୍ନାଥ, ଭକ୍ତମାନଙ୍କୁ ନିଜେ ଦର୍ଶନ କରିବା ପାଇଁ ମନ୍ଦିର ଗର୍ଭଗୃହ ରତ୍ନ ସିଂହାସନକୁ ତ୍ୟାଗ କରି ରଥାରୂଢ଼ ଏଇ ନବଦିନାତ୍ମକ ଯାତ୍ରା କରନ୍ତି। ଯେହେତୁ ମହାଲକ୍ଷ୍ମୀ ନବବିବାହିତା, ମହାଲକ୍ଷ୍ମୀ କେହି ନ ଆଣି ଭକ୍ତମାନଙ୍କର ପ୍ରେମରେ ପାଗଳ ହେଇ ମହାପ୍ରଭୁ ଦାଣ୍ଡକୁ ଆସନ୍ତି, ରଥଯାତ୍ରା କରନ୍ତି। କିନ୍ତୁ ମହାଲକ୍ଷ୍ମୀ ରୋଷ ହୁଅନ୍ତି, କାରଣ ନବବିବାହିତା ନବଦମ୍ପତି ନବପତ୍ନୀ କି ଗୃହରେ ଛାଡ଼ିକିରି ମହାପ୍ରଭୁ ଯେହେତୁ ଭାଇ ଭଉଣୀକି ନେଇକି ଆସିଛନ୍ତି, ମହାଲକ୍ଷ୍ମୀଙ୍କ ଅଭିମାନ ପରାୟଣା ହେଇ ଆସନ୍ତି ରଥ ଭାଙ୍ଗିବା ପାଇଁ। ଆଜି ସେଇ ମହାର୍ଘ ସମୟ, ଆଜି ସେଇ ହେରା ପଞ୍ଚମୀର ପବିତ୍ର ତିଥି, ଯେଉଁଥିରେ ଭଗବତୀ ମହାଲକ୍ଷ୍ମୀ ନିଜେ ସେବକମାନଙ୍କର
द्वारा आसवे महाप्रभुंकर नंदीघोष मोहचूर्ण आणवे महाप्रभुंकर मुखरे पकेबे महाप्रभु कहे महाप्रभु आज सजग हो पत्नी कथा मन पड़ काली रथ दक्षिण मोड़ हम भय कारण पत्नी की समस्ते भय करती महाप्रभुंकर भी भय अच्छी कहीं ना महाप्रभु मानवीय लीला करुँच कारण महाप्रभु क्या भय करती ना कारण महाप्रभुंकर भय दुनिया चले कि महाप्रभु जेहेतु मानवीय लीला करुँच पत्नी भय महाप्रभु खाली रथ दक्षिण मोड़ करेंगे और बाहुड़ा यात्रार अयम आरंभ हो ये हूँ हेरा पंचमी विशिष्ट नीतिकांति महाप्रभु तो आरंभ हुए सब किसी जेहेतु सी भक्तर भगवान आज निज पत्नी भी से डरुंच तो समाज को भी गोटे बार्ता दौरान निश्चय पत्नी जमी नारी माने नारी की सर्वोपरि स्थान दि जाइए कहीं नारी हूँ सर्वद्रष्टा शक्तिर स्वरूप जमती प्रकृति बिना पुरुषर किसी कार्य ना महाप्रभु से ही कथा को सूचौंट मु मोर पत्नी की बहुत भल पाए मोर पत्नी कि मु बहुत भल पाए तेणुक महाप्रभु से ही लीला को परिप्रकाश करने हेरा पंचमी लीला को करती महालक्ष्मी की प्रतिश्रुति दियंती मो आगामी यात्रा जिते आगामी यात्रा मान करी झुलण यात्रा हो दोल यात्रा हो सर्वबृहत चंदन यात्रा हो मो भाई भौणी की आनबी ना तुमको मोर सांगे आनबी एवं लीला विलास करी ये हूँ जगन्नाथ एवं महालक्ष्मी महामिलन तिथि आज हेरा पंचमी तेणुक आज विलंबित रात्रि भगवती महालक्ष्मी श्रीमंदिर आसवे आज महालक्ष्मी वंदापना हेबे एवं रथ काठ भांगे महालक्ष्मी सूचेबे महाप्रभु को आपण प्रत्यावर्तन करंतु आपणकर विरह आउ श्रीमंदिर रही तेणुक ये जगन्नाथ एवं महालक्ष्मी अपूर्व प्रेम अपूर्व मिलन जय जगन्नाथ देखी पारे समस्ते उपस्थित माने भक्त माने समस्ते आमे पर समस्ते भक्त जगार आज हेरा पंचमी पवित्र हेरा पंचमी महालक्ष्मी आसवे नंदीघोष रथ पाखक कारण से जेहेतु नुआ विवाहित छाड़ी जेहेतु आसी सारी प्रभु भाई भौणी को सांगे धरी जन्मवेदी को तो महालक्ष्मी टिके रागिबे ना आसते पचारे जे माने कौन भेष नहीं प्रभु को शरदा बाले आसिके भजन कीर्तन कर कौन कहे जय जगन्नाथ कौन कहे आज जेहेतु हेरा पंचमी कौन कहे से विषय आमे 5 वर्ष है आसी जगन्नाथ बाबाजी सह आम भेट करछु प्रभुंकर यात्रा भल लगी केते खुशी लगुच आज शरदा बाली रे नाची पकाउछंती झुमी पकाउछंती ये जो भेष नहीं महाप्रभु कौन ये भेष कौन महत्व रही हाँ प्रभुंकर आशीर्वाद लीला चलती देखी पारे सीधा सड़क देखी पारे मुझे कैमेरामैन कहे टे बुले देवे समस्त अच्छा भक्त मैंने टे बुले देवे कहीं समस्ते नाची जाऊँ गाई जाऊँ समस्ते विभिन्न प्रकार विभिन्न रूप नहीं आसिक कारण निजक से समर्पण कर दिखती शरदा बाली महाप्रभु पाखे पुरी शुभलक्ष्मी प्रधान रिपोर्ट संघर्ष टीवी।